ଧନୁ ରାଶି ଆଉ ଧନୁ ଲଗ୍ନ ଆପଣଙ୍କ ପାଇଁ ଏଇ ବୁଧଙ୍କର ଯେଉଁ ବକ୍ର ଗତିଟି ତାହା ଆପଣଙ୍କର ଅଷ୍ଟମ ଭାବରେ ହେବା ପାଇଁ ଯାଉଛି। ଅଷ୍ଟମ ଭାବ ହେଉଛି ଆପଣଙ୍କର ଯାହାକି ମନର କିଛି ଗୋଟେ ଦବିକିରି ଥିବା, ଯାହାର କି ଡର, ଯାହାକି ଆପଣଙ୍କର ହେଇପାରେ କି କିଛି ଗୋଟେ କାଇଣ୍ଡ ଅଫ୍ ଲାଇକ୍ ମାନେ ବହୁତ ବଡ଼ ଗୋଟେ ଟ୍ରାନ୍ସଫର୍ମେସନ୍, ଯେଉଁ ଟ୍ରାନ୍ସଫର୍ମେସନ୍ ଆପଣ ଆପଣଙ୍କ ଜୀବନରେ ଆଣିବା ପାଇଁ ଚାହୁଁନାହାନ୍ତି। ଆପଣ ତ ମୋର ଶୁଣିଥିବେ ଜୁନ୍ ମାସର ରାଶିଫଳ, ତ ମୁଁ ସେଥିପାଇଁ ବୋଲି କହିବି ଆପଣଙ୍କର ଏଇ ସମୟରେ କିଛି ଅଫ୍ ନୋ ହ୍ୱେୟାର୍ ଆମେ ଯେଉଁ କହୁଛୁ ସେମିତି କିଛି ଗୋଟେ ନଥିବା ଜିନିଷ ହଠାତ୍ କରି ଆପଣଙ୍କ ପାଖରେ ପହଞ୍ଚିବ, ଯାହାକି ଆପଣ ଏକ୍ସପେକ୍ଟ କରୁନଥିବେ ସେଇ ଟାଇପ୍ର କିଛି ନ୍ୟୁଜ୍କୁ ନେଇକିରି। ତ କି ଆପଣଙ୍କର ସେଇ ଗୋଟେ ଜିନିଷ କିଛି କରିବା ପାଇଁ ବୋଲି ଆପଣ ମାନେ ପ୍ରୟତ୍ନ କରୁଥିଲେ ସେ ଏତେ ସହଜରେ ହେବା ପାଇଁ ଯାଉନାହିଁ। ତା ପାଇଁ ବୋଲି ଆପଣଙ୍କୁ ଆହୁରି ବହୁତ ବେଶୀ ପରିଶ୍ରମ କରିବାକୁ ପଡ଼ୁଛି। ତ ଅନପ୍ଲିଜେଣ୍ଟ ନ୍ୟୁଜ୍ ଯାହାକୁ କୁହନ୍ତି ଆପଣଙ୍କ ପାଇଁ ବୋଲି ଏହା ଦେଖିବାକୁ ମିଳିବ। କିଛି ଏକ୍ଜାମ୍ସ ହେରିକା ଦେଇଛନ୍ତି, ତାର ଆଉଟକମ୍ ବି ହେଇପାରେ ଆପଣଙ୍କର ମନକୁ ପାଇଲା ପରିକା ସେମିତି ନ ହେଇପାରେ। ଇଭିନ୍ ଏହା ହେଇପାରେ କି ଆପଣଙ୍କର କିଛି ସମ୍ପର୍କୀୟ ଯିଏକି ଆପଣଙ୍କର ମାନେ କାହାର ମାନେ ଦୀର୍ଘକାଳ ପାଇଁ ବୋଲି ଦେହ ହେରିକା ଖରାପ ଅଛି, ତ ହେଇପାରେ କି କିଛି ତାଙ୍କୁ ନେଇକରି ବି ଆପଣଙ୍କୁ ଅନପ୍ଲିଜେଣ୍ଟ ନ୍ୟୁଜ୍ ଦେଖିବାକୁ ମିଳିପାରେ। ତ ଏଇ ସବୁ ଭାବରେ ମୁଁ କହିବି ଆପଣଙ୍କର, କାରଣ ଅଷ୍ଟମ ଭାବରେ ହେବା ପାଇଁ ଯାଉଛି, ଆପଣଙ୍କ ପାଇଁ ଟିକେ ଜଗି ରଖିକିରି ଏଇ ମୁହୂର୍ତ୍ତଟି କାଟିବାକୁ ପଡ଼ିବ। କାରଣ ଶନି ଯାହାକି ଆପଣଙ୍କର ଏଗେନ୍ କହିବା କଥା କି ଆପଣଙ୍କ ପାଇଁ ବୋଲି, ଆପଣଙ୍କ ରାଶି ପାଇଁ ବୋଲି କି ଲଗ୍ନ ପାଇଁ ବୋଲି ତ ଏତେଟା ମାନେ ଇଏ ନୁହନ୍ତି। ଆଉ ସିଏ ବି ବକ୍ରଗତିରେ ଆରମ୍ଭ ହେଇଯିବ 26 ତାରିଖରୁ। ସେଥିପାଇଁ ବୋଲି ମୁଁ କହିବି ଏଇ ସମୟଟି ଆପଣମାନଙ୍କ ପାଇଁ ବୋଲି ପର୍ଟିକୁଲାରଲି, କାରଣ ଆପଣଙ୍କ ଅଷ୍ଟମରେ ହେବା ପାଇଁ ଯାଉଛି, ଟିକେ ଜଗି ରଖିକିରି ଏଇ ସମୟଟି କାଟିବେ। ବାକି ମୋ ହିସାବରେ କହିବାକୁ ଗଲେ ମଡରେଟ୍ ଭାବରେ ଆପଣ ଏଇ ସମୟଟି କାଟିପାରିବେ। ଟିକେ ପ୍ରୟତ୍ନ ଆପଣଙ୍କୁ କରିବାକୁ ପଡ଼ିବ।